हाय दर्शक बंधु नमस्कार। आपनको स्वागत समीर कुमार ब्लॉग को। तो वर्तमान आमर यात्रा रेल सेल आरंभ हो सारी। तो वर्तमान मोर सीन पड़ी। तो आसतु देखा यात्रा रेल सेल केमती हो। तो चलतु। କିନ୍ତୁ ବାବୁ ତମ ମୋ ସମ୍ପର୍କ ଭିତରେ ଯଦି ଅଭିନୟ ଚଳଉଛ ତାହେଲେ ତମେ ମୋଠୁ ଦୂରେଇ ଯିବନି ତ? ଲାଇଜୁପା ଏ ଦୁନିଆର ଯେତେ ଝଡ଼ ଝଡ଼ ଆସିଲେ ବି ଓଧାର ମୋତେ କେବେ ଭେଟି ପାରିବେନି, କେହି ଅଲଗା କରିପାରିବେନି। ଆଉ ଏଇଟା ହେଉଛି ମୋ ପ୍ରମିସ୍। ବାବୁ ହଁ ଯୋପା ପ୍ରେମିକ ପ୍ରେମିକା ଦୁନିଆର ମଣ୍ଡାର ଉପରେ ଛିଡ଼ା ହୋଇ ଜୀବନ ଯୁଦ୍ଧରେ ଜିତିବାର ପ୍ରମିସ୍ କରୁଛନ୍ତି। ପ୍ରମିସ୍ ଗୁଡ୍, ଭେରି ଗୁଡ୍। ମୁଁ ସେଥିପାଇଁ ତମମାନଙ୍କୁ ୱେଲକମ୍ କରୁଛି। ଦୁନିଆର ଭୂମିକାକୁ ବଜାଇ ରଖିପାରିବ ତ? କାରଣ ଯୋଉଦିନ ମୁଁ ପୋଲିସର ବଦିଥିଲି ସେଇଦିନ ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼େଇ କରି ଆଇନକୁ ଦୃଢ଼ ଶପଥ ଦେବା ପାଇଁ ମୁଁ ଦୃଢ଼ ଶପଥ ନେଇଛି। ଗୁଡ୍, ଭେରି ଗୁଡ୍। ମୁଁ ଠିକ୍ ତମ ପରି ଜଣେ ଜାଗ୍ରତ ପ୍ରହରୀ ଖୋଜୁଥିଲି, ଯିଏ ସୀମାନ୍ତ ଘାଟି ଜଗି ରହି ଅନୁପ୍ରବେଶକାରୀ ଶତ୍ରୁଙ୍କୁ ଉପଯୁକ୍ତ ଜବାବ ଦେଇପାରିବ। ୟେସ୍, ତମେ ପାରିବ। ତମେ ଗୁଳିର ଜବାବ ଦେଇପାରିବ। ଗୁଡୁମ୍ ଗୁଡୁମ୍। କଣ ତମ କହୁଛ ପାଗଳ ବାବା? ମୁଁ ଠିକ୍ କରୁଥିଲି ମା। ତୁମେ ମହିଷା ମନ୍ଦିରୀ ଦୁର୍ଗା କାଳୀ ଚଣ୍ଡୀ ଚାମୁଣ୍ଡା ସାଜି ତୁମେ ସେ ଅତ୍ୟାଚାରୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇପାରିବ। କାରଣ ତମେ ହେଉଛ ବୀରଙ୍ଗନା ଦୁର୍ଗାବତୀ ଆଉ ଝାନ୍ସୀ ରାଣୀ ଲକ୍ଷ୍ମୀବାଇର ଅବତାର। କଣ यार ହେଲା कटक ପାଗଳ जीवन ବାବା? कर दे କଣ ହେଲା? ठीक है କଣ बमड़ा ହେଲା ତମର ପାଗଳ ବାବା? तो କଣ फाटी ହେଲା? लागनी रम कर फाटू जी की फाटी नहीं आर कटक टाइम पाखो गए एडो देखाले सिना बोल लगे बे मन गोड नहीं उठाबे किसो ସାଙ୍ଗେ ସାଙ୍ଗେ ଆସୁଛି। गोड देखवा कटक पाखो गए बसला ତମେ କିଏ? आर कटक गोड ପ୍ରଭୁ ତ ତମର ପରିଚୟ କଣ? रंगा ଅନେକ ପ୍ରଶ୍ନ ପଚାରିଲ ୟଙ୍ଗ ମ୍ୟାନ୍। ମୁଁ କିଏ? ମୁଁ ହେଉଛି କକ୍ଷଯୁଗ ଉଲ୍କା, ଗୋଟାଏ ଅଶାନ୍ତ ଗ୍ରହ ଓ ଇତିହାସର ଗୋଟେ ଅଲଗା ଚରିତ୍ର। ଡଷ୍ଟବିନରେ ପଡ଼ିଥିବା ଗୋଟାଏ ମଇଳା ଟୁକୁରା କାଗଜ, ଯାହାର କି ସମାଜରେ କିଛି ମୂଲ୍ୟ ନାହିଁ। ଭେଲୁଲେସ୍ କଣ ଭାବୁଛ ନୁହେଁ? ତମେ ସେ ସରକାର ମାନଙ୍କର ଠିକଣା କେମିତି ପାଇବ? ଡାଉଟରି ମୁଁ ସେମାନଙ୍କର ଠିକଣା ଦେବି। ତେବେ ଶୁଣ, 9 ତାଳ ପାଣି ଆଉ 7 ତାଳ ପଙ୍କ, ତାରି ଭିତରେ ବୁଢୀ ଅସୁରାଣୀର ରାଜ ନଅର, ଆଉ ସେଇ ନଅର ଭିତରେ ଅଛି ସେମାନଙ୍କର ଗୁପ୍ତ କୋଠରୀ, ଆଉ ସେଇ କୋଠରୀ ଭିତରେ ଅଛି ସେମାନଙ୍କର ଗୁପ୍ତ ରିପୋର୍ଟ। ନିଅ ପାଗଳ ବାବା, ଏଇଟା ତ ଖାଇଦିଅ। କହିଲୁ ମା, ମୁଁ ଖାଇବି? ନାଇଁ ମା, ମୁଁ ଖାଇବିନି। ଏଇ ଦେଖିପାରୁଛ, कुनोय के बे ଏବେ ବି ଭାରତର ଅଗଣିତ ଜନତା ହଁ ଅନ୍ନ ବୋଲି କେମିତି ଚିତ୍କାର କରୁଛନ୍ତି। ମୋ ମା ଆଜି ଲୁହ ଦେଖି ମୁଁ କେବେ ଖାଇପାରିବିନି। ନାଇଁ, ମୁଁ ଖାଇପାରିବିନି। ପାଗଳ ବାବା, ଏଇନେ ପରା ତମେ କହୁଥିଲ ତମକୁ ଭୋକ ହଉଛି ବୋଲି। ଆଉ ତମେ ଯଦି ନ ଖାଇବ ତମ ଦେହ ଖରାପ ହେଇଯିବନି। ପାଗଳ ଏବେ ନ କରି ଚୁପଚାପ ଏଇଠି ବସ, ମୁଁ ତମକୁ ମୋ ନିଜ ହାତରେ ଖୁଆଇଦେବି। କଣ କହିଲୁ ମା? ତୁ ମତେ ନିଜ ହାତରେ ଖାଇଦେବୁ? ମୁଁ ଖାଇବି।
ମା ତମେ ତ ମୋ ବାପ ବୟସର ଆଉ ମୁଁ ତମ ଝିଅ ପରିକା ଖୁଆଇଦେଲେ କ୍ଷତି କଣ? ଖାଇଦିଅ। କଣ ହେଲା ପାଗଳ ବାପା? ତମେ ମୋତେ ଏମିତି ଚାହିଁଛ କାହିଁକି? ନାଇଁ ମା ସେ କିଛି ନୁହଁ। 3 ଦିନ ହେଲା କିଛି ଖାଇନଥିଲି ତ ଭୋକରେ ଆଉଟୁ ପଉଟୁ ହେଉଥିଲି। ଖାଇବା ପାଇଁ ଗଲେ କେତେ ଲୋକଙ୍କ ଦ୍ୱାରକୁ ଯାଇଛି, ହାତପାତି ମାଗିଛି, ହେଲେ କେହି ମୋତେ ଗଣ୍ଡେ ଖାଇବାକୁ ଦେଇନାହାନ୍ତି। ହେଲେ ତୁ ଆଜି ମୋତେ ଖାଇବାକୁ ଦେଲୁ। ଭଗବାନ ତୋର ମଙ୍ଗଳ କରନ୍ତୁ ମା, ଏ ଭଗବାନ ତୋର ମଙ୍ଗଳ କରନ୍ତୁ। ପାଗଳ ବାପା, ସବୁଦିନେ ତମେ ଆମ ଘରକୁ ଆସିବ ଆଉ ମୁଁ ତମ ବାଟ ଚାହିଁ ବସିଥିବି। ଆଉ ତମେ ଆସିଲେ ମୁଁ ତମକୁ ମୋ ନିଜ ହାତରେ ଖୁଆଇଦେବି। ଆଉ ତମେ ନ ଆସିଲେ ନା ମୋ ମନ ଭାରି କଷ୍ଟ ହବ। ତମେ ଆସିବ ନା ପାଗଳ ବାବା? ଆରେ ମା ମୋ ଝିଅ ଡାକିବ ଆଉ ମୁଁ ଆସିବିନି? ଆରେ ମୁଁ ନିଶ୍ଚୟ ଆସିବି ମା, ମୁଁ ନିଶ୍ଚୟ ଆସିବି। କିନ୍ତୁ ପାଗଳ ବାବା, ଝୁମ୍ପା ତମର ବାହାଘର ହେଇଗଲେ ପାଗଳ ବାବା କେମିତି ଆସିବେ? କଣ କହିଲେ ବାବୁ? ମୋ ମାର ବାହାଘର ହବ? ହଁ ପାଗଳ ବାବା, ଆସନ୍ତା 10 ତାରିଖ ମୋ ସହିତ ଝୁମ୍ପାର ବାହାଘର ହବ। ମୋ ବାହାଘରକୁ ଆସିବ ନା ପାଗଳ ବାବା? ଆରେ ମା ମୋ ଝିଅ ଡାକିବ ଆଉ ମୁଁ ଆସିବିନି? ମୁଁ ନିଶ୍ଚୟ ଆସିବିନି ମା, ମୁଁ ନିଶ୍ଚୟ ଆସିବି। ଏ ଭୋଜି ଭାତ ଖାଇ ମୁଁ ତମ ମାନଙ୍କୁ ଆଶୀର୍ବାଦ କରିବି। ହଁ ମୁଁ ତମ ମାନଙ୍କୁ ଆଶୀର୍ବାଦ କରିବି। ସିରାକି ତ ନେବେ হ্যাঁ নাই নাই সিরবাগ না ଖାନାରେ ମୋର ଅନେକ କାମ ଅଛି। না এটা কিলা সিরবাগ କଥା ତମେ ମଉସାଙ୍କୁ ଜଣେଇଦେବ, ମୁଁ ଆସୁଛି। ଆରେ ଶୁଣ, ବାହା ହେବା ପାଇଁ ମୋ ମନଟା ଖାଲି ଛନ ଛନ ହେଲାଣି। ଏ ଥରେ ଟନଟା ଖାଲି କଣ ବନେଇଛ ପ୍ରେମଲତା ନା? ସହିତ ମୋର ବାହାଘରଟା ହେଇଯାଉ, ତାପରେ ମୁଁ ତାକୁ ପୁରା ହିଟ୍ କରି ପକେଇବି। ଏଇ ମନ୍ଦିର ବେଳାକୁ ତ ମୁଁ ଆସିବା ପାଇଁ କହିଥିଲି, ହେଲେ ଏ ଯାଏ ଗଲା କୁଆଡେ? ନା ସେ ପ୍ରାଣନାଥ ତା ଟାଉଟର ବପାକୁ ଲଗାଇ କିଛି ଅଡୁଆ କରିନି ତ? ସେ ଛାଡ଼, ସିଏ ମତେ ଭଲ ପାଏ ମାନେ ସେ ଏଠିକି ନିଶ୍ଚୟ ଆସିବି। ହଉ ଟିକେ ଅପେକ୍ଷା କରିଦେବା ଆଉ।